श्रोता बंधु स्वागतम। आज आम बुधवार जुलाई 23 तारीख बुधवार विषय में अवगत होगा। 12 राशि प्रति केते शुभ केते अशुभ योग अच्छी। हाँ बंधु, आम आग आम जन्म जातक को देखा। आम जातक चंद्र बुधंक साक्षी नहांती कि बुध दृष्टि नहांती, राहुंक दृष्टि नहांती एवं चतुर्थ घरे नहांती। आउ कोठी अछंती से जदि जातकर पंचम बा नवम घर अधिपति जन्म जदि शुक्ल अष्टमी ठारू कृष्ण नवमी मध्य एवं चंद्र जदि पूर्णमी पूर्व और परदिन बोले शुक्ल चतुर्दशी और कृष्ण प्रतिपदरे अछंती माने आमर जन्म होइछि। तेबे आज आम जो विषय आलोचना करिबा ताहा शतकड़ा 100 ठीक हबो। जदि टिके व्यतिक्रम अच्छी अर्थात चंद्र बुध सह बा बुध दृष्टि अछंती, राहु दृष्टि अछंती, चतुर्थ घरे अछंती, बिछारे अछंती, जन्म जदि कृष्ण नवमी ठारू शुक्ल अष्टमी भितरे तेबे कथाटा नांकरा माने सेते ठीक हेनी किछि कमिब। उदाहरण तो मु कहू आपन कहीदेवी आज आपण को गोटे बड़ नड़िया मिलिबो, नड़िया तो निश्चय मिलिबो किंतु बड़ न खुरुड़ी बा छोटिया बा पचा इत्यादि नड़िया कही नड़िया मिलिबो माने मिलिबो। जदि ठीक ठाक ताल सब ठीक ठाक। हाँ देखिबा मेष पाई। मेष राशिर आज सफलता दिन सबुथिरे से सफल हेबे। किए मेष राशिर बंधुगण आज सबुथिरे सफल हेबे। धन लाभ योग अच्छी। बुधवार हेतु कार्य समाप्ति पूर्वर सामान्य विघ्न आसीबो बा कार्य आरंभ बेले बाधा सृष्टि हेबो। भाई भौणी संबंधी शुभ खबर मिलिबो। दाम्पत्य जीवन रे सुख पुष्प वृष्टि हेबो। मित्रता बढ़िबो। खाद्य रुचि संपन्न हेबो। उत्तम निद्रा हेबो। चेष्टा कले कार्य सफल निश्चय हेबे। उदित लाल सूर्य को प्रणाम करी कहतु यदि पूर्ण शुभबल चाहते शतकड़ा 100 शुभबल चाहते ताहले सूर्य उदय पूर्व शଯ୍ୟା त्याग करंतु। चेष्टा करंतु गाधेयापाई। जदि नहला नाई किंतु उदित सूर्य को जोड़ हस्तरे प्रणाम करी कहतु आदित्यस्य नमस्कारम जे कुर्वन्ति दिने दिने जन्मांतर सहस्रेषु दारिद्र्यं नोपजायते। आसुन जीवा वृष राशि पाखु। वृष राशि बुधवार 23 तारीख कौन फल भोगिबे। वृष राशिर आज मन व्याकुल हेबो। अल्प धन करगत हेबो। शत्रु वृद्धि हेबे। आउ
ବୃଷ ରାଶିଙ୍କର ରୁକ୍ଷ ବ୍ୟବହାର ପାଇଁ ଭଲ ଲୋକ ମନ୍ଦ ହେବେ। ଏଣୁ ହେ ବୃଷ ରାଶିର ବନ୍ଧୁ, ଭାବିଚିନ୍ତି ପାଦ ପକାନ୍ତୁ, ପାଟି ଖୋଲନ୍ତୁ, ଦିପଦ କହନ୍ତୁ, ନହେଲେ ଗୋଡ଼ ଖସିଯିବ। ଆପଣ ବାଧ୍ୟ ହେବେ ନିଜ ହାତରେ ନିଜ କାନ ମଡ଼ିବା ପାଇଁ। ଖର୍ଚ୍ଚ ଅଧିକ ହେବ, ତେଣୁ ଅଭାବ ଗୋଡ଼େଇବ। ପର ପାଖରେ ହାତ ପାତିବାକୁ ପଡ଼ିବ। ଏଣୁ ସନ୍ଧ୍ୟାବେଳେ ଜପ କରନ୍ତୁ ଶ୍ରଦ୍ଧାର ସହିତ। କ'ଣ? ଜୟନ୍ତୀ ମଙ୍ଗଳା କାଳୀ ଭଦ୍ର କାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମସ୍ତୁତେ। ଆଜିଠୁ ଜପ କରନ୍ତୁ ସନ୍ଧ୍ୟାବେଳେ। ହେଲେ ବୁଧବାର ଆପଣ ଶୁଭରେ ଯିବ। ଜୟନ୍ତୀ ମଙ୍ଗଳା କାଳୀ ଭଦ୍ର କାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମସ୍ତୁତେ। ମିଥୁନ ରାଶି ପାଇଁ ଆଜି ଶୁଭ ଦିନ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ଭଲ ଭୋଜନ ମିଳିବ। ଉତ୍ତମ ଶାନ୍ତି ମିଳିବ। କୌଣସି ପ୍ରକାର ସମସ୍ୟା ଆସିବନି। ବ୍ୟବସାୟରେ ଲାଭ ହେବ। ଚାଷ ପାଇଁ ବର୍ଷା ଜଳ ଠିକ୍ ହେବ। ସମସ୍ତ ବର୍ଗର ଲୋକମାନେ ଶାନ୍ତିରେ ରହିବେ। ଶିକ୍ଷକ, ଓକିଲ, ଚିକିତ୍ସକ ସମସ୍ତଙ୍କୁ କାମ ନିଶ୍ଚୟ ମିଳିବ। ଭଲ ନିଦ ହେବ। ବନ୍ଧୁ ଦର୍ଶନ ହେବ। ହାତ ଖର୍ଚ୍ଚ ପାଇଁ ଅର୍ଥ ଆସିବ। ସମସ୍ତ ଯୋଜନା ସଫଳ ହେବ। ଶତ୍ରୁ ପରାହତ ହେବେ। ଆଉ ଭାଇ ଭଉଣୀ ସମ୍ପର୍କ ମଧୁମୟ ହେବ। ଏ ହେଲା ବୁଧବାର 23 ତାରିଖ ମିଥୁନ ରାଶି କଥା। ଏବେ ଆଲୋଚନା କରିବା କର୍କଟ ରାଶି ବୁଧବାର 23 ତାରିଖ। କର୍କଟ ରାଶିର ଘାତ ବାର। ଶାରୀରିକ ସମସ୍ୟା ହେବ। କେଉଁଠି କଟି ଯାଇପାରେ, ଝୁଣ୍ଟି ପାରନ୍ତି। କ'ଣ ସିଲେଇ କରୁଥିବେ, ଛୁଞ୍ଚି ଫୁଟିଯିବ ଅତି କମରେ। ପୁଣ୍ୟ ଅଧିକ ଦେଲେ କ୍ଷତି କମ୍ ହେବ। ପୁଣ୍ୟ କମ୍ ଥିଲେ କ୍ଷତି ଅଧିକ ହେବ। କର୍କଟ ରାଶି ବୁଧବାର ଘାତ ବାର। ଶାରୀରିକ ସମସ୍ୟା ବ୍ୟସ୍ତ କରିବ। ପୀଡ଼ା ଯନ୍ତ୍ରଣା ବଢ଼ିଯିବ। ପ୍ରିୟ ଲୋକେ ଅପ୍ରିୟ ହେବେ। କାମ ଗୁଡ଼ିକ ମାନ୍ଦା ହେବ। ନିନ୍ଦା ଶୁଣିବେ। ଅପବାଦ ପାଖ ଛାଡ଼ିବନି। ତେଣୁ କ'ଣ କରିବେ? ଏବେଠୁ ହ୍ରିଂ ଭୁବନେଶ୍ୱରୀ ଦେବାୟ ନମଃ ଏ ମନ୍ତ୍ରକୁ ବାରମ୍ବାର ଉଚ୍ଚକଣ୍ଠରେ ଗାନ କରନ୍ତୁ। ହ୍ରିଂ ଭୁବନେଶ୍ୱରୀ ଦେବାୟ ନମଃ। ଏହି ଦେବୀ ଭୁବନେଶ୍ୱରୀ କର୍କଟ ରାଶିର ଅଧିପତି, ଦୟାକାରିଣୀ, କରୁଣାଶୀଳା। ସେ ଅବଶ୍ୟ ଦୟା କରିବେ। ଏଣୁ ହେ କର୍କଟ ରାଶିର ବନ୍ଧୁଗଣ, ଭୁବନେଶ୍ୱରୀ ଦେବୀଙ୍କ ଶରଣାପନ୍ନ ହୁଅନ୍ତୁ। ଅନ୍ୟଥା ଦୁଃଖ ଅବଶ୍ୟ ଆକ୍ରମଣ କରିବ। ଆମେ ଏବେ ବୁଧବାର 23 ତାରିଖ କର୍କଟ ରାଶି ସିଂହ ରାଶି ଉପରେ ଆଲୋଚନା କରିବା। ସିଂହ ରାଶି ପାଇଁ ଆଜି ଏକ ଅଭୂତପୂର୍ବ ଆନନ୍ଦ ମୁଖର ଦିନ ହେବ। ଅଭୂତପୂର୍ବ ଆନନ୍ଦ ମୁଖର ଦିନ। ତେଣୁ ଭାରି ଖୁସି ଲାଗିବ ଆଜି ଦିନ ପାଇଁ। ଏଭଳି ଦିନ ଆସିନଥି। ବହୁ ଦିଗରୁ ଲାଭ ହେବ। ପୁରୁଣା କାମ ଗୁଡ଼ିକ ପୂର୍ଣ୍ଣ ହୋଇଯିବ। ଧାର ଉଧାର ନେଇଥିବା, କରଜ ନେଇଥିବା ଲୋକମାନେ ଅର୍ଥ ଫେରସ୍ତ କରିବେ। ଶୁଭ ଖବର ମିଳିବ। ଶତ୍ରୁ ମିତ୍ର ପରି ବ୍ୟବହାର କରିବେ। ଉତ୍ତମ ଭୋଜନ ମିଳିଯିବ। ଉଚ୍ଚ କୋଟିର ଲୋକମାନେ ଆଦର କରିବେ। ଉଚ୍ଚ କୋଟିର ସମ୍ମାନ ମିଳିବ। ଅଧ୍ୟୟନ ପାଇଁ ଆଗ୍ରହ ଆସିବ। ଶାନ୍ତି ସୁଖ ଅବଶ୍ୟ ମିଳିବ। ତଥାପି କେଉଁଠି କେତେବେଳେ କ'ଣ ଟିକେ ହୋଇଯାଇପାରେ। ଏଣୁ ଆମେ ସିଂହ ରାଶିର ଲୋକେ ହ୍ରିଂ ଘୃଣୀ ସୂର୍ଯ୍ୟାୟ ନମଃ ସ୍ନାନ ପରେ ସୂର୍ଯ୍ୟଙ୍କୁ 3 ଆଞ୍ଜୁଳି ଜଳ ଦେଇ ସୂର୍ଯ୍ୟଙ୍କୁ ମେଲା ଆଖିରେ ଅନେଇ ମନ୍ତ୍ର ଜପିବା। ଓಂ ହ୍ରିଂ ଘୃଣୀ ସୂର୍ଯ୍ୟାୟ ନମଃ। ଓಂ ହ୍ରିଂ ଘୃଣୀ ସୂର୍ଯ୍ୟାୟ ନମଃ ଛାତ୍ର କହିବା। ହେଲେ ଏହି ଆଶୀର୍ବାଦ
ଆମକୁ ନିଶ୍ଚିତ ଭାବରେ ଅଧିକରୁ ଅଧିକ ସୁଖ ଶାନ୍ତି ଦେବ। ଏବେ କନ୍ୟା ରାଶି ପାଇଁ ଆଲୋଚନା କରିବା। 23 ତାରିଖ ବୁଧବାର କନ୍ୟା ରାଶି ପାଇଁ ଏକ ଭଲ ଦିନ, ଶୁଭ ଦିନ, ସୁଖକର ଦିନ, ଆରାମଦାୟକ ଦିନ, ଶାନ୍ତି ପୂର୍ଣ୍ଣ ଦିନ। ଆୟ ବୃଦ୍ଧି ହେବ, ସୁଖ ମିଳିବ, ଭଲ ଭୋଜନ ମିଳିବ, ପୁରୁଣା ମିତ୍ରଙ୍କ ସହ ଦର୍ଶନ ମିଳିବ, ଦେବ ଦର୍ଶନ ଯୋଗ ଅଛି, ମିଷ୍ଟାନ୍ନ ଭୋଜନ ମିଳିଯାଇପାରେ। କନ୍ୟା ରାଶି ପୁରୁଷଙ୍କର ଆଜି ଘାତ ଚନ୍ଦ୍ର। କନ୍ୟା ରାଶିର ପୁରୁଷଙ୍କର ଘାତ ଚନ୍ଦ୍ର ବୋଇଲେ ମନ ଟିକେ ଆମ୍ବିଳା ହେବ, କେଉଁଠି କ'ଣ ଟିକେ ଭୁଲ ହେଇଯିବ। ତେଣୁ ଜଗି ରଗି ବ୍ୟବହାର କରନ୍ତୁ। ତଥାପି ମନ୍ତ୍ରଟେ ଜପିବେ ନିଜର ଶୁଭ ପାଇଁ, କଲ୍ୟାଣ ପାଇଁ। କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ, କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ। ଏ ମନ୍ତ୍ରକୁ ଯେତେବେଳେ ଇଚ୍ଛା ହେବ ଟିକେ ସେତେବେଳେ ଜପନ୍ତୁ। ଓಂ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ। ଯଦି ସ୍ଥିର ହେଇ ଜପିବେ 18 ଥର ଜପିବେ, 18 ଥର। ଆମେ ଆଜି ଆଲୋଚନା କରିବା ତୁଳା ରାଶି ପାଇଁ ବୁଧବାର। ତୁଳା ପାଇଁ ଏକ ଆନନ୍ଦିତ ହେଲା ଭଳି ଦିନ। ଆଜି ତୁଳା ରାଶିର ଆନନ୍ଦରେ ଛାଇ ଢାଙ୍କି ଦେବ। ଭଲ ଦିନ ନୁହଁ ତୁଳା ପାଇଁ ଆନନ୍ଦିତ ହେବା ଭଳି ଦୁର୍ଦିନ। ଆଜି ଦୁର୍ଦିନ ସବୁ ପ୍ରକାର ସମସ୍ୟା ସୃଷ୍ଟି କରିବ ତୁଳା ରାଶି ପାଇଁ। ତୁଳା ପାଇଁ ଆନନ୍ଦିତ ହେବା ଭଳି କୌଣସି ଭଲ ଖବର ନାହିଁ। ଆଜି ଯଥା ସମ୍ଭବ ନୀରବତା ରକ୍ଷା କରନ୍ତୁ। ଯଦି ପାଟି ଖୋଲିବେ ତାହେଲେ କଳହ ହେବ। ସବୁ ଶୁଣି ହଜମ କରିଦିଅନ୍ତୁ। ଜଗି ରଖି ବ୍ୟବହାର କରନ୍ତୁ। କଥା ମାଜିଲେ ଗୁରୁ, ସୂତା ମାଜିଲେ ସରୁ। ନିଜ ଛାଇକି ବି ଡର ଲାଗିବ। ତେଣୁ ସମସ୍ତେ ଆପଣଙ୍କୁ ଶତ୍ରୁ ଭଳି ଲାଗିବେ। ସମସ୍ତଙ୍କ ବ୍ୟବହାର ମନ୍ଦ ଲାଗିବ। ମିତ୍ର ପରିଜନଙ୍କର ବ୍ୟବହାର ଭଲ ଲାଗିବ ନାହିଁ। ତେଣୁ ଧୈର୍ଯ୍ୟର ସହିତ ସେମାନଙ୍କ କଥା ଶୁଣନ୍ତୁ ଏବଂ ଚେଷ୍ଟା କରନ୍ତୁ ହନୁମାନଙ୍କର କଲ୍ୟାଣ ପାଇବା ପାଇଁ। ଓଂ ହଂ ହନୁମତେ ରୁଦ୍ରାତ୍ମକାୟ ହୁଁ ଫଟ ସ୍ୱାହା। ଓଂ ହଂ ହନୁମତେ ରୁଦ୍ରାତ୍ମକାୟ ହୁଁ ଫଟ ସ୍ୱାହା। ଏ ମନ୍ତ୍ରକୁ ବାରମ୍ବାର ଜପନ୍ତୁ। ହେଲେ ତୁଳା ରାଶିର ବନ୍ଧୁମାନେ ଟିକେ ଶାନ୍ତି ପାଇବେ। ନହେଲେ ଆଜି ଦୁଃଖ 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 ଆସିବ। ବିଛା କଥା ଆଲୋଚନା କରିବା। ବିଛା ପାଇଁ ଆଜି ଜୀବନ ଯନ୍ତ୍ର ପରି ଖଟିବ। ବିଛା ଆଜି ଯନ୍ତ୍ର ଭଳି ଖଟିବ। ଜୀବନ ଜଞ୍ଜାଳପୂର୍ଣ୍ଣ ହେଇଯିବ। ଖଟି ଖଟି କ୍ଳାନ୍ତ ଲାଗିବ। ଶୋଇବାକୁ ବେଳ ମିଳିବ ନାହିଁ। ଉତ୍ତମ ଖାଦ୍ୟ ମିଳିବ ମାତ୍ର ସ୍ୱାଦ ବାରି ହେବ ନାହିଁ। ଧୈର୍ଯ୍ୟ ଧରି ବିଚାର କରି ଚଳିଲେ ଦୁଃଖ ତା ବାଟରେ ଚାଲିଯିବ। ଆଜି ବିଛା ରାଶି ମହିଳାଙ୍କର ଘାତଚନ୍ଦ୍ର। ସାବଧାନ। ମହିଳାମାନଙ୍କୁ ଅନୁରୋଧ କରାହେଉଛି ଛୁରୀ, ପନିକି, ବ୍ଲେଡ଼, ଛୁଞ୍ଚି ପ୍ରଭୃତି ବ୍ୟବହାର କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ନହେଲେ ରକ୍ତପାତ ନିଶ୍ଚୟ ହେବ। ତେଣୁ ବିଛା ରାଶିର ବନ୍ଧୁମାନେ ନିଜର କଲ୍ୟାଣ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ଦିନଚର୍ଯ୍ୟା ଆରମ୍ଭ କରନ୍ତୁ। ନହେଲେ ଆଘାତ ପ୍ରାପ୍ତି ହେବେ। ବିଛା ରାଶି ପାଇଁ କେବଳ ଶିବ ସହାୟ ହେବେ। ମହାମୃତ୍ୟୁଞ୍ଜୟ ମନ୍ତ୍ର ବାରମ୍ବାର ଜପନ୍ତୁ। ମଙ୍ଗଳ ନିଶ୍ଚୟ ହେବ। ନହେଲେ ରକ୍ତପାତ, ଘାତ, ପ୍ରତିଘାତ ଅବଶ୍ୟ ହେବ। ଏବେ ଆଲୋଚନା କରିବା ଧନୁରାଶି ପାଇଁ। ଧନୁ ପାଇଁ ଆଜି ବଡ଼ ଶୁଭ ଦିନ। ଧନ ଜନ ଗୋପ ଲକ୍ଷ୍ମୀ ବଢ଼ିଯିବ। ଭଲ ଭୋଜନ ମିଳିବ। ସମସ୍ତ ପୀଡ଼ା କମିଯିବ। ପ୍ରିୟ ଲୋକ ପାଖକୁ ଆସିବେ। ଉତ୍ତମ ଭୋଜନ ମିଳିବ। ଭଲ ଆୟ ହେବ। ଧନ ବଢ଼ିଯିବ। ବିଦ୍ୟା ପ୍ରତି ଶ୍ରଦ୍ଧା ଆସିବ। ଧର୍ମ କରିବାକୁ ଇଚ୍ଛା ହେବ। ଅନ୍ୟ କିଛି ଦେବୀ ଏହି ମନୋଭାବ ଆସିବ। ଶତ୍ରୁମାନେ ହାତ ଗୋଡ଼ ଧରି ପ୍ରଣାମ କରିବେ। ତଥାପି ନିଜର ମଙ୍ଗଳ ପାଇଁ, ନିଜର ଶୁଭ ପାଇଁ ଆଉ ଟିକିଏ ଈଶ୍ୱରଙ୍କୁ ଡାକିବା। ଗୋଟିଏ ମନ୍ତ୍ର ଦେବି ବା ପଞ୍ଚାକ୍ଷର ମନ୍ତ୍ର ଓಂ ନମଃ ଶିବାୟ। ଓಂ ନମଃ ଶିବାୟ ଏ ମନ୍ତ୍ର ବାରମ୍ବାର ଜପିବା। ହେଲେ ଆମର ସୁଖ ଆଉ ଟିକେ ଭଲ ହେବ। ମକର ପାଇଁ, ମକର ରାଶିକୁ
ଆଜି ଧନ ସମ୍ମାନ ଆଦର ପ୍ରେମ ମିତ୍ର ସୁଖାଦ୍ୟ ବନ୍ଧୁ ସବୁକିଛି ମିଳିବ। ମୁଁ କହୁଛି ମକର ରାଶି ପାଇଁ ବୁଧବାର, ମକର ରାଶିକୁ ଆଜି ଧନ ସମ୍ମାନ ଆଦର ପ୍ରେମ ମିତ୍ର ସୁଖାଦ୍ୟ ଉତ୍ତମ ନିଦ୍ରା ବନ୍ଧୁ ଆଦି ସବୁ ମିଳିବ। ବିନୀତ ବ୍ୟବହାର କଲେ ଏଇଟା ଅତି ଅଧିକ ହେବ। ଯଦି ରୁକ୍ଷ ବ୍ୟବହାର କରିବେ ପରେ ଅନୁତାପ କରିବାକୁ ପଡ଼ିବ। ସେଇ ଧନ ସେଇ ସମ୍ମାନ ସେଇ ଆଦର ସେଇ ପ୍ରେମ ସେଇ ମିତ୍ର ସେଇ ସୁଖାଦ୍ୟ ପିତା ପିତା ଲାଗିବ। ତେଣୁ ଉତ୍ତମ ବ୍ୟବହାର ଯୋଗୁଁ ଇଏ ସବୁ ସୁଖ ଅତି ନିକଟରେ ଆପଣଙ୍କୁ ଆନନ୍ଦ ଦେବ। ତେଣୁ ମକର ରାଶିଙ୍କର ଯେଉଁ ଅଧିପତି ଶନି, ତେଣୁ ସିଏ ଟିକେ ରୁକ୍ଷ ବ୍ୟବହାର କରିବେ। ସାବଧାନତା ଅବଲମ୍ବନ କଲେ ସବୁ ଆନନ୍ଦ ପାଖକୁ ଆସିବ। ତେଣୁ ଯଦି ପାରୁଛନ୍ତି ଦୁର୍ଗା 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 108 ଥର ଜପନ୍ତୁ। ମକର ରାଶିର ବନ୍ଧୁ ଅନୁରୋଧ କରାହେଉଛି ସେମାନେ ଦୁର୍ଗା ଦୁର୍ଗା 108 ଥର ଜପନ୍ତୁ। ହେଲେ ଏଇ ସୁଖ ବନ୍ୟା ଜଳ ଭଳି ମାଡ଼ି ଆସିବ। ସୁଖ ଶଯ୍ୟାରେ ଶୟନ କରି ଅନେକ 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 ସୁସ୍ୱପ୍ନ ଦେଖିବେ। ଆଜି ଆମେ କୁମ୍ଭ ରାଶି ଆଲୋଚନା କରିବା। ବୁଧବାର କୁମ୍ଭ ରାଶି ପାଇଁ କ'ଣ ଅଛି? ବୁଧ ରାଶି ମହିଳାମାନଙ୍କର ଆଜି ଘାତଚନ୍ଦ୍ର। ଏଣୁ ସେମାନେ ପନିକି ଛୁରୀ ଛୁଞ୍ଚି ବ୍ଲେଡ଼ ବ୍ୟବହାର କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅନ୍ୟମାନଙ୍କ ହୁଅନ୍ତୁ ନାହିଁ, ନହେଲେ ରକ୍ତପାତ ଅବଶ୍ୟ ହେବ। ବଦ ଖର୍ଚ୍ଚ ବଢ଼ିଯିବ, ଅଭାବ ଗୋଡ଼େଇବ, ଅର୍ଥ କଷ୍ଟ ଯୋଗ ଅଛି। ଉତ୍ତମ ଖାଦ୍ୟ ମିଳିବ, ଭଲ ନିଦ ହେବ, ସୁମିତ୍ର ମିଳିବେ, ଶସ୍ୟ ପନିପରିବା ପ୍ରଭୃତି ଘରକୁ ଆସିବ। ଚାଷୀମାନଙ୍କ ପାଇଁ ଶୁଭ ଦିନ, ବ୍ୟବସାୟୀମାନଙ୍କ ମଧ୍ୟ ଶୁଭ ଦିନ। ରୋଗ ପୀଡ଼ା ଦେବ ଓ ଶାନ୍ତି ମିଳିବ ଯଦି ମହାମୃତ୍ୟୁଞ୍ଜୟ ମନ୍ତ୍ର 9 ଥର ଜପିବେ। ମହାମୃତ୍ୟୁଞ୍ଜୟ ମନ୍ତ୍ର ମୁଁ ଆପଣମାନଙ୍କୁ କୁମ୍ଭ ରାଶି ଉପରେ କହିଲି ବୁଧବାର କେମିତି କଟିବ। ଶେଷ ରାଶି ମୀନ ରାଶି। ବୁଧବାର ପାଇଁ କ'ଣ ଅଛି? ମୀନ ରାଶି ପାଇଁ ଭଲ ଦିନ ନୁହେଁ। ବୁଧବାର ମୀନ ପାଇଁ ଭଲ ଦିନ ନୁହେଁ। ଦେହ ଅସୁସ୍ଥ ହେବ, ଅକସ୍ମାତ୍ ଦେହ ଖରାପ ହୋଇଯିବ, ଭାରି ବାଧିବ, ପୁରୁଣା ରୋଗ ମୁଣ୍ଡ ଟେକିବ, ଶତ୍ରୁ ହଇରାଣ କରିବେ, ମିଳିବାକୁ ଥିବା ଅର୍ଥ ଆସିପାରିବ ନାହିଁ, ଲୋକ ଠକିବେ, ଖାଦ୍ୟ ପେୟରେ ରୁଚି କମିଯିବ, ନିଜ ଲୋକ ଶତ୍ରୁ ହେଇଯିବେ, ଭଲ ନିଦ ହେବନି, ଦୁଃସ୍ୱପ୍ନ ଆସିବ, ପରିବାରରେ ଓ ଦାମ୍ପତ୍ୟରେ କଳହ ସୃଷ୍ଟି ହେବ। ସୁତରାଂ ମୀନ ରାଶିର ସମସ୍ତ ବନ୍ଧୁ ନିରବତା ରକ୍ଷା କଲେ ଭଲ। ସମୟ ପାଇଲେ ହନୁମାନ ଚାଳିଶା 5 ଥର ପଢ଼ିବେ। ଦିନ ଭିତରେ ହନୁମାନ ଚାଳିଶା 5 ଥର ପଢ଼ିବେ। ପ୍ରାୟତଃ ମୁଖସ୍ଥ ଥିବ ନା, ନହେଲେ ବହି ଦେଖି ପଢ଼ିବେ। ଆଉ ବନ୍ଧୁ, ମୁଁ ଆଜି ଆପଣମାନଙ୍କୁ ଜୁଲାଇ 23 ତାରିଖ ବୁଧବାର ଦିନ କ'ଣ କ'ଣ ଘଟିବ ତାହା କହିଲି। ଏଣୁ ଯେଉଁ ମନ୍ତ୍ର ଯେଉଁ ରାଶି ପାଇଁ କହିଲି, ଯଦି ଆପଣମାନେ ଶ୍ରଦ୍ଧାରେ ଭକ୍ତିରେ ପ୍ରେମରେ ଆଦରରେ ବିନୀତ ଭାବରେ ସେ ମନ୍ତ୍ର ଜପିବେ, ତାହେଲେ ମଙ୍ଗଳରୁ ଅଧିକ ମଙ୍ଗଳ ହେବ। ରହିଲି ବନ୍ଧୁ, ନମସ୍କାର।